ଦେଇ ପାରେ ନା ତାହେଲେ ସେ ନିରୀହ ପ୍ରଜା ଉଚିତ ନ୍ୟାୟ ପାଇବା ପାଇଁ ଯିବାକୁ ଅବସ୍ଥାରେ ଆଜି ଶାସନ ବ୍ୟବସ୍ଥା ଏମିତି ଅନ୍ଧ ମୂକ ବଧିର ପାଲଟି ଯାଇଛି। ଗରିବର ଏଠି ବଞ୍ଚିବାର କୌଣସି ଅଧିକାର ନାହିଁ। ସେଦିନ ସେ ନିରୀହ ବାଳକ ତା ଭଉଣୀର ବଳାତ୍କାର ଆଉ ହତ୍ୟାର ଅଭିଯୋଗ ନେଇ ରାଜା ବିକ୍ରମ କେଶରୀ ନିକଟକୁ ଯାଇଥିଲା। କିନ୍ତୁ ରାଜା ବିକ୍ରମ କେଶରୀ ତାକୁ ଉଚିତ ନ୍ୟାୟ ଦେବା ବଦଳରେ ମାତ୍ର 2 ଲକ୍ଷ ଟଙ୍କା ଦେଇ ତା ମୁହଁକୁ ବନ୍ଦ କରିବାର ଯେଉଁ ଅପପ୍ରୟାସ ରଖିଲେ ତାହା ସାମାନ୍ୟ ଭୁଲ ନଥିଲା, ତାହା ଥିଲା ମସ୍ତ ବଡ଼ ଅପରାଧ। ସେ ବାଳକର ଉଦ୍ଦେଶ୍ୟ ମାତ୍ର 2 ଲକ୍ଷ ଟଙ୍କା ନଥିଲା। ସେ ବାଳକର ଉଦ୍ଦେଶ୍ୟ ଥିଲା ଆଜି ଯେଉଁ ତା ଭଉଣୀକୁ ବଳାତ୍କାର ହେଇଛି, ହତ୍ୟା ହେଇଛି, ଏମିତି ଆଉ କୌଣସି ଦିନ କୌଣସି ଗରିବ ଘରର ଝିଅ ବୋହୂମାନେ ଏମିତି ବଳାତ୍କାର କି ହତ୍ୟାର ଶିକାର ନ ହୁଅନ୍ତୁ। ସେଥିପାଇଁ ଶାସନ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ସୁଦୃଢ଼ କରିବା ପାଇଁ ରାଜାଙ୍କ ନିକଟରେ ତାର ଅଭିଯୋଗ ଥିଲା। ରାଜା କିନ୍ତୁ ତାକୁ ସେ ଅଭିଯୋଗ ସମ୍ପୂର୍ଣ୍ଣ କରିପାରିଲେ ନାହିଁ, ତାକୁ ଉଚିତ ନ୍ୟାୟ ଦେଇପାରିଲେ ନାହିଁ। ଉଚିତ ନ୍ୟାୟ ଦେବା ବଦଳରେ ମାତ୍ର 2 ଲକ୍ଷ ଟଙ୍କାର ଦେଇ ତା ମୁହଁକୁ ବନ୍ଦ କରିବାର ଯେଉଁ ପ୍ରୟାସ କରିଲେ ତାହା ବରଂ ରାଜା ନିଜେ ବିପଦକୁ ଆମନ୍ତ୍ରଣ କଲେ। ରାଜା ସିନା ଉଚିତ ନ୍ୟାୟ ଦେଇପାରିଲା ନାହିଁ, ଏ ଆଇନ ବ୍ୟବସ୍ଥା ସିନା ସେ ନିରୀହ ବାଳକକୁ ଉଚିତ ନ୍ୟାୟ ଦେଇପାରିଲା ନାହିଁ, କିନ୍ତୁ ଏ ସମାଜକୁ, ଏ ଆଇନ ବ୍ୟବସ୍ଥାକୁ, ଏ ରାଜ୍ୟ ରାଜନୀତିକୁ ଉଚିତ ନ୍ୟାୟ ଦେବା ପାଇଁ ସେ ବାଳକ ସେଦିନ ମଣିଷକୁ ଭର୍ତ୍ତନ କରି ମା କାଳୀଙ୍କର ଆଶ୍ରା ନେଲା। ମା କାଳୀଙ୍କର ଆଶ୍ରା ନେଇ ମା କାଳୀଙ୍କର ସାଧନା କଲା। ମା କାଳୀଙ୍କର ସାଧନା କରି ସେ ପାଲଟି ଗଲା କାଳୀ ସାଧକ। ସେଦିନ ସେ ନିରୀହ ବାଳକ ବର୍ତ୍ତମାନ ସେ ପାଲଟି ଯାଇଛି କାଳୀ ସାଧକ। ବାବା ବେঈମାନ, ସେ ବାବା ବେঈମାନ କହୁଛି ଜାଣିଛ? ବାବା ସେ ନିରୀହ ବାଳକ ଏବେ ପାଲଟି ଯାଇଛୁ କାଳୀ ସାଧକ। ବାବା ବେঈମାନ ଛାଡ଼ିବିନି, ସେ ଅମଣିଷ ପଶୁର ଖାକୁ ତାକୁ ଛାଡ଼ିବିନି। ଯିଏ ମୋ ଭଉଣୀକୁ ବଳାତ୍କାର କରିଛି, ହତ୍ୟା କରିଛି, ଆବଶ୍ୟକ ପଡ଼ିଲେ ଆଇନକୁ ହାତ ମୁଠାକୁ ଆଣି ତାକୁ ହାଣି ଦେବେ। ମା କାଳୀଙ୍କ ନିକଟରେ ବଳି ଦେଇଦେବେ। ଆଉ ମୋର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜା ବିକ୍ରମ କେଶରୀ। ଯେଉଁ ରାଜା ଜଣେ ତାକୁ ଉଚିତ ନ୍ୟାୟ ଦେଇପାରେ ନା, ସେ ରାଜା ରାଜଗାଦିରେ ବସିବାର କୌଣସି ଅଧିକାର ନାହିଁ। ବର୍ବାଦ କରିଦେବେ, ତା ପରିବାରକୁ ସମ୍ପୂର୍ଣ୍ଣ ରୂପେ ବର୍ବାଦ କରିଦେବି। ଏମିତି ହଲଚଲ ମଚେଇବି, ରାଜା କହିବ, ପ୍ରଜା କହିବ, ଏ ଜନସମାଜ କହିବ, ଏ ମଣିଷ ଦେଖିଲେ ଡର ଲାଗୁଛି, ମଣିଷ ଦେଖିଲେ